ଘଞ୍ଚ ଜଙ୍ଗଲ ଥାଏ। ସେହି ଜଙ୍ଗଲରେ ବାଘ, ଭାଲୁ, ହାତୀ, ଗଣ୍ଡା, ଗୟଳ, ବିଲୁଆ ଆଦି ନାନା ପ୍ରକାରର ଜୀବଜନ୍ତୁ ବାସ କରୁଥିଲେ। ସେହି ବଣର ରାଜା ହେଲା ବାଘ। ସେ ଭାରି ଦୟାଳୁ ଥିଲା। ସମସ୍ତଙ୍କ ସୁଖ ଦୁଃଖରେ ସାହାଯ୍ୟ କରେ। ରାଜା ସିନା, ହେଲେ ଗର୍ବ ଅହଙ୍କାର ବୋଲି ଯେମିତି ତା ପାଖରେ ଟିକେ ହେଲେ ନଥିଲା। ସମସ୍ତଙ୍କୁ ସେ ଗୋଟିଏ ପରିବାରର ସଦସ୍ୟ ବୋଲି ମନେ ଭାବୁଥିଲା। କାହା ମନରେ କଷ୍ଟ ଦେବା ତ ଦୂରର କଥା, କାହାକୁ ଟାଣ କରି ପଦିଏ କଥା ବି କହୁନଥାଏ। ଦିନେ ଭାଲୁ ବାଘ ରାଜା ପାଖକୁ ଆସି କହିଲା, ମହାରାଜ, ପଡ଼ୋଶୀ ଜଙ୍ଗଲର ବାଘ ରାଜା ଆମ ଜଙ୍ଗଲକୁ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି। ସେ ତାଙ୍କର ସୈନ୍ୟ ସାମନ୍ତ ବଢ଼ାଇବାରେ ଲାଗିଛନ୍ତି। ତେଣୁ ବଡ଼ ବଡ଼ ଦନ୍ତା ହାତୀମାନଙ୍କୁ ସବୁ ତାଲିମ ଦେବାରେ ଲାଗିଛନ୍ତି। କିଛି ଦିନ ପରେ ସେମାନେ ଆମ ଜଙ୍ଗଲକୁ ଆକ୍ରମଣ କରିବେ। ଆଉ ଆମକୁ ପରାସ୍ତ କଲା ପରେ ଏହି ଜଙ୍ଗଲ ତାଙ୍କ ହାତକୁ ଚାଲିଯିବ। ଆପଣ ତ ଭାରି ଦୟାଳୁ, ଶତ୍ରୁକୁ ପଦେ ବି କହିବେନି। ତେଣୁ ଯାହା ଭଗବାନଙ୍କ ଇଚ୍ଛା। ଭାଲୁ ମୁହଁରୁ ଏ କଥା ଶୁଣି ବାଘ ରାଜା ଟିକେ ମୁରୁକି ହସି କହିଲେ, ଭଲକ ଭାଇ, ତୁମେମାନେ ନିଶ୍ଚିତ ରୁହ। ଉପଯୁକ୍ତ ସମୟରେ ଆମେ ସମସ୍ତେ ଉପଯୁକ୍ତ ନିଷ୍ପତ୍ତି ନେବା। ଶତ୍ରୁ ଯଦି ଆମକୁ ଆକ୍ରମଣ କରିବାକୁ ଆସିବ, ତାହେଲେ ଆମେ କେମିତି ଧୀର ସ୍ଥିର ଭାବରେ ରହିବା କହିଲ? ଆମେ ନିଶ୍ଚିତ କିଛି ଗୋଟିଏ ଉପାୟ କରିବା। ତା ଛଡ଼ା ତୁମମାନଙ୍କ ପରି ଦକ୍ଷ ପ୍ରାଣୀ ଥାଉ ଥାଉ ମୁଁ ବା କାହିଁକି ମୋ ରାଜ୍ୟକୁ ଅନ୍ୟ ଏକ ରାଜା ଆକ୍ରମଣ କରି ନେଇଯିବ କଥା ଭାବିବି କହିଲ? ବାଘ ରାଜା ମୁହଁରୁ ଏ କଥା ଶୁଣି ଭାଲୁ ଖୁବ୍ ଖୁସି ହେଲା ଏବଂ ଭାବିଲା, ଆରେ ଆରେ ଆମ ରାଜାଙ୍କର ତ ଆମ ଉପରେ ଭାରି ଭରସା ଅଛି। ତାପରେ ସେ ବାଟରେ ଚାଲିଗଲା। ତା ପରଦିନ ବାଘ ରାଜା ଜଙ୍ଗଲର ସବୁ ଜୀବଜନ୍ତୁଙ୍କ ଏକ ସଭା ଡକାଇଲେ। ରାଜାଙ୍କ ସଭା ହେବା ଖବର ପାଇ ଜଙ୍ଗଲର କୋଣ ଅନୁକୋଣରେ ଥିବା ସବୁ ଜୀବଜନ୍ତୁ ଠିକ୍ ସମୟରେ ଆସି ପହଞ୍ଚିଲେ। ସମସ୍ତଙ୍କ ଉପସ୍ଥିତି ଦେଖି ବାଘ ରାଜା ବି ଖୁବ୍ ଖୁସି ହେଲେ। ଏଥର ବାଘ ରାଜା ସମସ୍ତଙ୍କୁ କହିଲେ, ସମସ୍ତେ ଶୁଣ, ପଡ଼ୋଶୀ ଜଙ୍ଗଲର ବାଘ ଆମ ଜଙ୍ଗଲକୁ ଆକ୍ରମଣ କରିବା ପାଇଁ ଆସୁଛନ୍ତି। ମୋ ନଜରରେ ଆପଣମାନେ ସଭିଏ ବଳ ଆଉ ବୁଦ୍ଧି କିଏ କାହାଠାରୁ କମ୍ ନୁହନ୍ତି। ଏଥିପାଇଁ ଆଗୁତୁରା ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ହଠାତ୍ ବିଲୁଆ ଉଠି ପଡ଼ି ରାଜାଙ୍କୁ କହିଲା, ରାଜନ, ମୋ ମୁଣ୍ଡରେ ଗୋଟିଏ ଉପାୟ ଝୁଟିଛି। ସେ ଉପାୟ ତାଙ୍କ ରାଜାଙ୍କୁ ଚମକେଇ ଦେବା ପାଇଁ ଯଥେଷ୍ଟ। କ'ଣ ସେ ଉପାୟ କୁହ ବୋଲି ବାଘ ରାଜା ପଚାରିଲେ। ବିଲୁଆ ହସି ହସି କହିଲା, ମହାରାଜ, ମୋ ଲାଞ୍ଜରେ ଗୋଟିଏ ସୁତୁଲି ଗୁଳା ବାନ୍ଧି ଦେଇ ସେଥିରେ ବୋମା ବୋଲି ଲେଖି ଦିଆଯାଉ। ମୁଁ ସମସ୍ତଙ୍କୁ ଚମକେଇ ଦେବି। ଆପଣ ଏଥର ନିଶ୍ଚିତ ରୁହନ୍ତୁ, ତାପରେ ଯାହା ହେବ ସେ କଥା ମୁଁ ବୁଝିବି। ବିଲୁଆ କଥା ଅନୁଯାୟୀ ରାଜା ହନୁମାନଙ୍କଡ଼କୁ କହିଲେ, ତୁମେ ବିଲୁଆ ଲାଞ୍ଜରେ ଗୋଟିଏ ସୁତୁଲି ଗୁଳା ବାନ୍ଧି ଦିଅ ଏବଂ ସେଥିରେ ବୋମା ବୋଲି ଲେଖିଦିଅ। ରାଜାଙ୍କ ଆଦେଶ ମୁତାବକ ସେୟା କଲା। ତାପରେ ସଭିଏ ସେଇ ଯାହା ବାଟରେ ଚାଲିଗଲେ। ଦିନକର କଥା, ସେଦିନ ବିଲୁଆ ନଈ ପଠାରେ ବୁଲୁଥାଏ। ସେଇ ନଦୀ ହିଁ ଉଭୟ ଜଙ୍ଗଲକୁ ଦି ଭାଗ କରୁଥିଲା। ହଠାତ୍ ପାଖ ଜଙ୍ଗଲର ସବୁ ପଶୁ ଦଳ ଦଳ ହେଇ ଛୁଟି ଆସିଲେ। ବଡ଼ ଜୋରରେ ଚିତ୍କାର କଲେ। ବିଲୁଆ କିଛି ନ ଜାଣିଲା ପରି ମୁହଁ ଶୁଖେଇ ବୁଲୁଥାଏ। ସମସ୍ତଙ୍କ ନଜର ପଡ଼ିଲା ଏହି ବିଲୁଆ ଉପରେ। ପାଖ ଜଙ୍ଗଲର ବିଲୁଆ ମନ ଦୁଃଖରେ ନଈ ପଠାରେ ବୁଲୁଛି। ସେପଟେ ଭାଲୁ ଆସି ବିଲୁଆକୁ ପଚାରିଲା, ତୁମେ ଏଠି କ'ଣ କରୁଛ? ଆମେ ତୁମ ଜଙ୍ଗଲକୁ ଆକ୍ରମଣ କରିବା ପାଇଁ ଯାଉଛୁ। ବିଲୁଆ କହିଲା, ଯାଉନ ଯାଅ, ମୋତେ କହି କିଛି ଲାଭ ନାହିଁ। ବର୍ତ୍ତମାନ ମୋ ଅବସ୍ଥା ଯାହା, ସେ କଥା କାହାକୁ ମୁଁ କହିବି? ସେ କଥା ତ ମୁଁ ନିଜେ ଭାବି ପାରୁନି। ଆଉ ତୁମେ ମୋତେ କହି କିଛି ଲାଭ ନାହିଁ। ପାରିବ ଯଦି ମୋର ଗୋଟିଏ କାମ କରିଦିଅ। ବିଲୁଆ ମନ ଦୁଃଖରେ କହିଲା, ଭାଲୁ ଭାଇ, ମୋତେ ଟିକେ ସାହାଯ୍ୟ କର। ମୋ ଲାଞ୍ଜରେ କ'ଣ ଗୋଟେ ବନ୍ଧା ହୋଇଛି। ମୋତେ ଯେମିତି ଲାଗୁଛି କିଛି ଗୋଟେ ବଡ଼ ଜିନିଷ। ଆଗ ତାକୁ ଖୋଲି ଦିଅ। ପଛରେ ରହିଥିବାରୁ ମୁଁ ତାକୁ ଦେଖିପାରୁନି। ବିଲୁଆ କଥା ଶୁଣି ଭାଲୁ ହଁ ଭରିଲା। ବିଲୁଆ ଲାଞ୍ଜରୁ ଖୋଲିବାକୁ ଆସନ୍ତେ ଦେଖିଲା ସେଥିରେ ବୋମା ବୋଲି ଲେଖା ଅଛି। ଯେତେବେଳେ ସେ ବୋମା ବୋଲି ପଢ଼ି ଦେଇଛି, ସେ ବୋମା ବୋମା ବୋଲି ଚିତ୍କାର କଲା ଆଉ କହିଲା, ଭାଇମାନେ, ଯିଏ ଯୁଆଡ଼େ ଅଠେ ଚାଲିଯାଅ। ଏଠି ଜମାରୁ ରୁହ ନାହିଁ। କୋଉ ମୁହୂର୍ତ୍ତରେ ବୋମା ଫୁଟି ଯାଇପାରେ। ଭାଲୁର ଏ କଥା ଶୁଣି ପଶୁ ପ୍ରାଣ ବିକଳରେ ସବୁଆଡ଼େ ଧାଇଁଲେ। ଭାଲୁ ଦୌଡ଼ି ଦୌଡ଼ି କହିଲା, ବିଲୁଆ ଭାଇ, ଆମେ ଯୋଉଠି ଅଛୁ ଖୁସିରେ ଅଛୁ।
ଆଉ ତୁମ ଜଙ୍ଗଲକୁ ଆମେ ଆକ୍ରମଣ କରିବାର ନାହିଁ, ଏ ଦଶା ଆଉ ଭୋଗିବାର ନାହିଁ। ମୁଁ ଯେ ଆମ ରାଜାଙ୍କୁ କହିବି। ଭାଲୁ ସହ ସବୁ ଜଙ୍ଗଲୀ ପଶୁ ଏକା ଦୌଡ଼ିରେ ତାଙ୍କ ଜଙ୍ଗଲକୁ ଭିତରକୁ ଚାଲିଗଲେ। ତାପରେ ବିଲୁଆ ଦୌଡ଼ି ଦୌଡ଼ି ଆସି ବାଘ ରାଜାଙ୍କୁ ସବୁ ବିଷୟ କହିଲା। ବାଘ ରାଜା ମଧ୍ୟ ଖୁବ୍ ଖୁସି ହୋଇ କହିଲେ, ବାଃ ବିଲୁଆ, ସତରେ ତୁମେ କେତେ ଚତୁର। ତୁମର ଆଜି ଏହି ବୁଦ୍ଧି ବଳରେ ଏ ଜଙ୍ଗଲର ସମସ୍ତଙ୍କ ପଶୁଙ୍କ ହୃଦୟ ତମେ ଜିତି ପାରିଲ। ଦର୍ଶକ ବନ୍ଧୁ, ଆମେ ଏହି ଗପରୁ କିଛି ନା କିଛି ଶିଖିଛେ ବୋଲି ମୋର ଆଶା ଆଉ ବିଶ୍ୱାସ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ଏବେ ହିଁ ବୈଷ୍ଣବୀ ଷ୍ଟୋରି ଆଣ୍ଡ ମୋଟିଭେଟ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାନ୍ତୁ। ମୋର ପ୍ରତ୍ୟେକ ଭିଡ଼ିଓ ଏମିତି ସିଧାସଳଖ ଦେଖିପାରିବେ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ, ନମସ୍କାର।